नमो भगवते वासुदेवाय। दशम स्कंध सप्तम अध्याय। शुक उवाच शुक कहन्ति राजागे नंद चलिले बेगे बेगे वसुदेवर बोल शुणी मने चिंतई चक्रपाणी। कंसर आदेश असुरी पूतना चौदिगे फेरी ग्राम पाटणापुर देश अनेक शिशु कला नाश। स्तन जुगले विष भरी पियाई बालक संहारी जहि विजय आदि मूल आनंद परम मंगल। कि करि पारिब असुरी जाहार नामे जमडरी पूतना बुली चौदिगे मिलिला वृंदावन लागे। रजनी होइला प्रभात जानिले प्रभु जगन्नाथ अनंत विचारिले चित्ते पूतना होइला गुपते। अनेक शिशु एमाइला मोहर नुहई सहिला दुष्ट मारणे मोर जन्म असुरी कला एड़े कर्म। हेमंत कृष्ण विचारिले पूतना मन आकर्षिले राक्षसी विचारई बसी एही नगरे जीवी पसी। आकाशे उदे दिन कर असुरी मायार भंडार माया मोहिनी रूप धरी तिनी भुवने नाही सरी। किताकु पटांतर देवा देखी ढलिबे सुर देवा कबरी भारे फूलमाल सुंदर काकपोल पृथु नितंब कुच भार सिंह कटिकु पटांतर झिन पतनी रंगवास कटी मेखला रवित्रास। कर्णे शोभित रत्न काप शिरे सीमंत दिव्य रूप अड़प कहई बचन अंडीर कोकिल जेसन। हरिला गोपींकर मन बाल तरुण वृद्ध जन पद्म गोटिए घेनी करे असुरी चाल ईश धीरे। कुटिल अल काक पोळे बाम अंगुली अग्रे तोळे पूतना रूप गोपी देखी पिछाड़ी न पारंती आखि। गोड़ाई बोलंती जुवती किए तेजिला बारस्वती। हेमंत देखिला तो नाही के बोले अंबिकाटी एही। के बोले शुण मो उत्तर कृष्ण जन्मिले नंद घर। कमलासी छंती देखी जलधिशय न उपेक्षी। के बोले अटइए मंत पुराणे शुणी छुतदंत। ए मंते जानी न पारिले सकले पछे गोड़ाइले बोलंती पूतना को चाही काहू अइलु महामाई। पूतना बोलई मधुरे बालक अछि काहा घरे मोर तनय एबे मला स्तन मनोह सहिला। काहार पुत्र अछि माए स्तन्य पियाई बिथकाए। हेमंते कही न उत्तर असुरी चाले धीर धीर हरि हरि बोल। मिलिला जाई नंद द्वार द्वारी की बोलई उत्तर। गोपीए गले आग सरी भितरे पशिला असुरी। जशोदा देखिन चकित काहू अइला अद्भुत। कियबा त्रिपुर सुंदरी रूपे तो नाही समसरी। पूतना पाषेण मिलिला
ମଧୁର ବଚନ କହିଲା। କାହୁଁ ଅଇଲୁ ମହାତ୍ମାଣୀ କିଅ ବାହରିର ଘରଣୀ କିମ୍ବା ମୋ ପୁରକୁ ଅଇଲୁ ଏ ମୋର ମନକୁ ମୋହିଲୁ କିସ କରିବୁ ମୋତେ କହ ଦେଖି ମୋର ନାହିଁ ଦେହ ପୁତନା ବୋଲଇ ଉତ୍ତର ଶୁଣ କାମିନୀ ଭାଷା ମୋର ମୁହାଦେ ଦୈବଙ୍କ ନାରୀ ଜାଣଇ ଭେଦ ମନ୍ତ୍ର କରି ମୋହର କ୍ଷୀର କଲେ ପାନ ପୁତ୍ର ହୋଇବେ ବଳବାନ ଯଶୋଦା ହୋଇଲେ ଉଷତ ପୁତ୍ରେ ମୋ ହେବେ ବଳବନ୍ତ ଏ ଯେବେ ମୋର ଘରେ ଥାଇ ନିରତେ ପୁତ୍ରେ କ୍ଷୀର ଦେଇ ବେନିକୁ ଚକୁ ବେନି ସୁତ ପୀଣ ହେବେ ବଳବନ୍ତ ସ୍ୱାମୀର ଛାମୁରେ କହିବି ବହୁତ ଧନ ବସ୍ତ୍ର ଦେବି ଯଶୋଦା ଏମନ୍ତ ବିଚାରି ଘରକୁ ଆଣିଲା ଅସୁରୀ ଏମନ୍ତେ ଶୁଣ କଥାର ପୁତନା ଚାହେଁ ପିତବାସ ବାଳକ ସ୍ୱଭାବେ ଅନନ୍ତ ନିଦ୍ରାରେ ଦିଶନ୍ତି ଅଚେତ ଯଶୋଦା ମନେ ବିଚାରଇ ନିଦ୍ରାର ବେଳେ ଦେବି ମୁହିଁ ଏମନ୍ତ ବୋଲିଣ ବୋଇଲେ କୃଷ୍ଣଙ୍କୁ ତୋଳିଣ ଧଇଲେ ଯଶୋଦା ଘେନି ବନମାଳି ପୁତନା କୋଳେ ଦେଲେ ତୋଳି ତା ଦେଖି ପୁତନା ହର ସେ କ୍ଷୀର ସେ ଦେଲା ପିତବାସେ କୃଷ୍ଣର ନ ଜାଣଇ ବଳ ଆକର୍ଷି ନେଇ କଲା କୋଳ କୃଷ୍ଣର ମୁଖେ ଦେଲା ସ୍ତନ ଗାଢ଼େ ଶୋଷିଲେ ଭଗବାନ ପଞ୍ଚପରାଣ କ୍ଷୀର ସଙ୍ଗେ ପଶିଲା ଗୋବିନ୍ଦର ଅଙ୍ଗେ ଜୀବ ଛାଡ଼ିଲା ଗଣ୍ଠି ଛନ୍ଦ ଅସୁରୀ କଲା ଘୋର ନାଦ ନିଜ ଶରୀର ପ୍ରକାଶିଲା ଛାଡ଼ ଛାଡ଼ ବୋଲି ଡାକିଲା ଶବଦେ କମ୍ପିଲା ବ୍ରହ୍ମାଣ୍ଡ ମାଡ଼ି ପଡ଼ିଲା ଭୂମିଖଣ୍ଡ କରଚରଣ ପ୍ରସାରିଲା ଦେଢ଼ ଯୋଜନ ଆବୋରିଲା ବୃକ୍ଷ ମନ୍ଦିର ଗୋରୁ ଘର ଭାଜି ହୋଇଲେ ସତେ ଚୂର ଶୁକ କହନ୍ତି ଶୁଣ ରାଏ କେ କହୁ ଅସୁରୀର କାଏ ଲଙ୍ଗଳ ଈଶ ପ୍ରାୟ ଦନ୍ତ ନାସିକା ପର୍ବତର ଅନ୍ତ ଖଣ୍ଡ ପର୍ବତ ସ୍ତନ ବେନି ଖାଙ୍କର କେଶ ତା ମୂର୍ଧନି ପିଙ୍ଗଳ ଚକ୍ଷୁର ସ୍ୱରୂପ ଯେହ୍ନେ ଖୋଦିତ ଅନ୍ଧକୂପ ନଦୀର ତଟ ପ୍ରାୟ ଜଙ୍ଘ ଭୁଜ ଦିଶଇ ସେତୁ ବନ୍ଧ ଶୁଖିଲା ହ୍ରଦ ତା ଉଦର ଦେଖି କମ୍ପିଲେ ସୁର ନର ଗୋପରେ ପଡ଼ିଲା କହୁରୀ ଭଏ ପଳାନ୍ତି ନର ନାରୀ ପଡ଼ି ଭାଜିଲା କାହା ମୁଣ୍ଡ କାହାର ଦେହ ଖଣ୍ଡ ଖଣ୍ଡ ଦେଖି ଚକିତ ନନ୍ଦରାଣୀ ଭଏ ଚିନ୍ତଇ ଚକ୍ରପାଣି କ୍ଷଣକେ ହୋଇଲା ସଚେତ ଉଠି ଲୋଡ଼ଇ ନିଜ ସୁତ ଗୋପୀଙ୍କି ବୋଲଇ ଉତ୍ତର କେ ଘେନି ଅଛ ମୋ କୁମର
ଆଣ ମୋହର କୋଳେ ଦିଅ ପୁତ୍ର ନ ଦେଖି କମ୍ପେ ଦେହ ବହନ ଆଣ ପୁତ୍ର ଯାଇ ମରିବି ତା ମୁଖ ନ ଚାହିଁ ଦେଖିଣ ଯଶୋଦା ବିକଳ ଗୋପୀ ଧାମନ୍ତି ଅନ୍ତରାଳ ଭଏ ଖୋଜନ୍ତି ଘର ଦ୍ୱାର ଦେଖିଲେ ପୂତନା ଉପର ବେନି ପର୍ବତ ମଧ୍ୟରେ ରହି ଯେସନେ ଶଶାଙ୍କ ଦିଶଇ ପୂତନା ସ୍ତନ ମଧ୍ୟରେ ହରି ଗୋପୀଏ ଯାଇ କୋଳ କରି ପୁତ୍ରକୁ ଦେଖିଣ ବିସ୍ମୟେ ଆନନ୍ଦ ହୋଇଲେ ଥୋକାଏ ନୟନେ ପୁତ୍ରକୁ ଦେଖିଣ ଆନନ୍ଦ ଯଶୋଦାର ମନ କୋଳେ ଧରିଣ ଚୁମ୍ବ ଦେଇ ନିଜ ମନ୍ଦିରେ ମିଳେ ଯାଇ ରୋହିଣୀ ଦେଖିଣ ଉଷତ ଲୋକେ ହୋଇଲେ କୃତକୃତ୍ୟ ଗୋପୀ ମିଳିଲେ ବେଗେ ଯାଇ ବୋଲନ୍ତି ଯଶୋଦାକୁ ଚାହିଁ ଆପଦୁ ତରିଲା କୁମର ତୁ ଏବେ ରିଷ୍ଟ ଶାନ୍ତି କର ଶୁଣି ସାନନ୍ଦ ନନ୍ଦରାଣୀ ପୁତ୍ରକୁ ଘେନିଲା ରୋହିଣୀ ବେଢ଼ି ବସିଲେ ଗୋପନାରୀ ଯେତେ ଯଶୋଦା ପରିବାରୀ ବଚ୍ଛା ଗୋଟିଏ ଆଣି କରି ତାଲାଞ୍ଜେ ପୁତ୍ର ଦେହ ଝାଡ଼ି ଗୋମୂତ୍ରେ କରାଇ ସ୍ନାହାନ ଗୋରଜ କରନ୍ତି ଲେପନ ଗୋମଏ ଦେଲେ ଠିଆ ଚିତା ଯେ ପ୍ରଭୁ ଗୋ ବ୍ରାହ୍ମଣ ହିତା ହସ୍ତରେ ଦୁର୍ବାଙ୍କୁର ଘେନି କଲ୍ୟାଣ କରନ୍ତି କାମିନୀ ଦ୍ୱାଦଶ ଅଙ୍ଗନ୍ୟାସ କରି ଗୋପୀ ବୋଲନ୍ତି ନାମ ଧରି ଯାହାର ନାହିଁ ଆଦି ଅନ୍ତ ଚରଣ ରଖୁ ତୋ ଅନନ୍ତ ଯଜ୍ଞ ପୁରୁଷ ଶ୍ରୀଅଙ୍ଗ ରକ୍ଷା କରନ୍ତୁ ବେନି ଜଙ୍ଘ ଅଚ୍ୟୁତ ରଖୁ କଟି ଭାଗ ଗର୍ଭ ରଖନ୍ତୁ ପଦ୍ମନାଭ ହୃଦୟ ରଖୁ ହୟଗ୍ରୀବ କଣ୍ଠ ତୋ ରଖୁ ବାସୁଦେବ ବିଷ୍ଣୁ ତୋ ରଖୁ ବେନି ଭୁଜ ବକ୍ଷ ତୋ ରଖୁ ଗ୍ରହରାଜ ଲଲାଟ ରଖୁ ସଦାଶିବ ମୁଖ ତୋ ରଖନ୍ତୁ ମାଧବ ତୋର ଅଗ୍ରତେ ଚକ୍ରଧର ପୃଷ୍ଠ ତୋ ରଖୁ ଗଦାଧର ସାରଙ୍ଗଧର ଏକ ପାଖ ଖଡ଼ଗଧାରୀ ଆର ପାଖ ଶଙ୍ଖ ତୋ ରଖୁ ଚାରି କୋଣ ଉପରେ ରଖୁ ନାରାୟଣ ଗରୁଡ଼ ପତି ରଖୁ ତଳେ ମଧୁସୂଦନ ଅନ୍ତରାଳେ ଋଷିକେଶ ତୋ ଇନ୍ଦ୍ରିଗଣ ରଖୁ ଗୋବିନ୍ଦ ପଞ୍ଚ ପ୍ରାଣ ଚିତ୍ତ ତୋ ଶ୍ଵେତ ଦ୍ୟୁପପତି ମାଧବ ରଖୁ ତୋର ମତି ଖେଳନ୍ତେ ରଖୁ ବନମାଳି ଶୟନେ କୃଷ୍ଣ ପ୍ରତିପାଳି ଚାଲନ୍ତେ ଭୋଜନେ ଶୟନ ରଖନ୍ତୁ ଶ୍ରୀ ମଧୁସୂଦନ ଭୂତ ବେତାଳ ପ୍ରେତ ଜ୍ୱର ଗ୍ରହ ଡାକିନି ନିଶାଚର ଦୁଷ୍ଟ ସ୍ୱପନ ଗ୍ରହ ପୀଡ଼ା ବିଷ୍ଣୁ ନାଶନ୍ତୁ ସର୍ବଡ଼ା ନିର୍ଭୟ କରୁ ନରସିଂହ ବଜ୍ର ତୋ ହେଉ ସର୍ବଦେହ ଆମ୍ଭ ଆୟୁଷ ତୋତେ ହେଉ ତୋ ଦେହ ଚିର କାଳ ରହୁ ଅଶ୍ୱତ୍ଥମାଦି ସିଦ୍ଧ ସାତେ ତାହାଙ୍କ ଆୟୁର୍ବଳ ଯେତେ ଏ ସର୍ବ ତୋର ଦେହେ ହେଉ ତୋ ଯଶ ତିନି ପୁରେ ଥାଉ ହରି ହରି ବୋଲ ନଥାଉ ତୋତେ କେ ଜିଣନ୍ତା ତିନି ଭୁବନେ ସାମରଥା ହେମନ୍ତେ ସ୍ନେହ ଭର ହୋଇ ଯଶୋଦା କୋଳେ
କୋଳେ ଦେଲେ ନେଇ ସ୍ତନ୍ୟ ପିଆଇ ନନ୍ଦରାଣୀ ଭଏ ଚିନ୍ତଇ ଚକ୍ର ପାଣି ନନ୍ଦ ଯେ ଥିଲା ମଧୁବନେ ଆସି ମିଳିଲା ରାତ୍ର ମାନେ ଦେଖିଣ ପୁତନା ଶରୀର ଭଏ କମ୍ପଇ ଥରହର ମିତ୍ର ବଚନ ମନେ ଗୁଣି ସୁମରି ଦୃଢ଼େ ପରିମାଣି ଗୋପାଳ ମାନଙ୍କୁରାଇଲା ଦହନ କର ହୋବଇଲା ନନ୍ଦ ଆଜ୍ଞାରେ ଗୋପଜନ ବୋଲନ୍ତି କରିବୁ ଦହନ ତକ୍ଷଣେ କରି ଖଣ୍ଡ ଖଣ୍ଡ ଦହିଲେ ପୁତନାର ପିଣ୍ଡ ଅନଳେ ଦହନ୍ତେ ଅସୁରୀ ଗନ୍ଧ ପ୍ରସରିଲା କସ୍ତୁରୀ ଆନନ୍ଦ ହୋଇଲେ ସକଳେ ଗନ୍ଧ ଆମୋଦ ଦିଗପୁରେ ହରି ଭକ୍ଷିଲେ ଯାର କ୍ଷୀର ସୁଗନ୍ଧ କେତେ କମାତର ଅଷ୍ଟାଙ୍ଗ ଯୋଗେ ମୁନିଗଣ ଚିନ୍ତନ୍ତି ଯେ ହରି ଚରଣ କ୍ଷୀର ସଙ୍ଗତେ ପଞ୍ଚ ପ୍ରାଣ ଶ୍ରୀକୃଷ୍ଣ ଦେହେ ହେଲା ଲୀନ ପାମରି ସ୍ୱଭାବେ ଅସୁରୀ ଅନେକ ଥିଲା ପାପ କରି ହତ୍ୟା କହିବା ତାର କେତେ ଦେହରେ ଲୋମ ଅଛି ଯେତେ କୃଷ୍ଣଙ୍କୁ କୋଳେ ବସାଇଲା ଶ୍ରୀମୁଖ ଚାହିଁ କ୍ଷୀର ଦେଲା ଦେବକୀ ନନ୍ଦ ଯଶୋବନ୍ତୀ ବସୁଦେବଙ୍କ ଜହିଁ ଗତି ତହିଁ କି ପେଶିଲେ ମୁରାରୀ ଅସୁରୀ ଗଲା ଗସରି ଗୋପୀ ଗୋପାଳ ଯେତେ ଗାଇ ଯାହାଙ୍କ କ୍ଷୀର କୃଷ୍ଣ ଖାଇ ବସିଲେ ଯେତେ ଜନ କୋଳେ ସବୁ ତରିବେ ଏକାବେଳେ ଅସୁରୀ ଦହନ କରାଇ ଘରେ ମିଳିଲେ ନନ୍ଦ ଯାଇ ପୁତନା ଆଗମନ ଲୋକେ କହିଲେ ନନ୍ଦ ଆଗେ ଥୋକେ ନନ୍ଦ ଯେ ବିସ୍ମୟ ହୋଇଲେ ସକଳେ କୃଷ୍ଣ ସୁମରିଲେ ଗୋପାଳେ ବୋଲନ୍ତି ଏ ମନ୍ତ ଦେଖ ସଂସାର ଅଦ୍ଭୁତ ଜାଣିଲୁ ନନ୍ଦ ଭାଗ୍ୟବନ୍ତ ଆପଦୁ ତରିଲା ତା ସୂତ ଆମ୍ଭର ଅଛି ପୁଣ୍ୟ ବଳ ଗୋବିନ୍ଦ ରଖିବେ ଗୋକୁଳ ନିଜ ମନ୍ଦିରେ ନନ୍ଦ ମିଳି କୋଳେ ବସାଇ ବନମାଳି ଶ୍ରୀକୃଷ୍ଣ ଶିରେ ଦେଇ କର ଚୁମ୍ବନ ଦେଲା କପାର ବିପ୍ରଙ୍କୁରାଇ ଗ୍ରହ ଶାନ୍ତି କରାଇ ଚିନ୍ତଇ ଶ୍ରୀପତି ନନ୍ଦର ଆଜ୍ଞାରେ ବ୍ରାହ୍ମଣେ କରନ୍ତି ଶାନ୍ତି ଗ୍ରହ ଗଣେ ଯଜ୍ଞ ଉଚିତ ପ୍ରାୟଶ୍ଚିତ କରନ୍ତି ଧର୍ମ ଶାସ୍ତ୍ର ମତ ଷଡ଼ ଅକ୍ଷର ମନ୍ତ୍ର ପଢ଼ି ସିଞ୍ଚନ୍ତି କୁଶ ଘେନିବାରି ସହସ୍ରେ ଧେନୁ ବଚ୍ଛା ଦେଲେ ସୁବର୍ଣ୍ଣ ଅଳଙ୍କାର ତୁଲେ ପ୍ରସନ୍ନ ହୋଇ ବିପ୍ରଗଣ କୃଷ୍ଣଙ୍କୁ କରନ୍ତି କଲ୍ୟାଣ ସକଳ ଇଷ୍ଟରୁ ଅଚ୍ୟୁତ ତୋତେ ସେ କରନ୍ତୁ ମୁକତ ଜ୍ଞାନ୍ତି ଭୋଜନ ଦେଲେ ନନ୍ଦ ହୃଷ୍ଟ ଖଣ୍ଡିବେ ଆଦି କନ୍ଦ ଆନନ୍ଦେ ହୋଇ କୃତ କୃତ୍ୟ କହନ୍ତି ବ୍ୟାସଙ୍କର ସୁତ ଯେ ଶୁଣେ କୃଷ୍ଣ ବାଳ କେଳି ଆନନ୍ଦେ ହୋଇ ମନେ ଭାଳି ପୁତନା ମରଣ ରବାଣୀ କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ଅସୁରୀ ତରିଲା ଯେ ବନ୍ତେ ସୁଜନେ ଜୀବ ସେହି ପଥେ ଭକତି କରି ଦୃଢ଼ ଚିତେ ହରି ଭକତଙ୍କର ମତେ ଗୀତ ବିନୋଦ
ଭାଗବତ କହିଲା ଦାସ ଜଗନ୍ନାଥ। ଭାବେ ଗୀତ ବିନୋଦ ଭାଗବତ ଭାବେ କହିଲା ଦାସ ଜଗନ୍ନାଥ। ହରି ହରି ବୋଲ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଶ୍ରୀକୃଷ୍ଣ ବିଜये ପୂତନାମୋକ୍ଷଣେ ନାମ ସପ୍ତମ ଅଧ୍ୟାୟ।